ଶିବମ୍ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଆଫଗାନିସ୍ତାନକୁ ହରାଇଲା ଭାରତ। ଏଠାରେ ଅନୁଷ୍ଠିତ ପ୍ରଥମ ଟି20ରେ ଶିବମ୍ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ 6 ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ଏଥିସହ 3 ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ 1-0ରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି 5 ୱିକେଟ୍ ବିନିମୟରେ 158 ରନ୍ କରିଥିଲା। ମହମ୍ମଦ ନାବି 42, ଅଜମୁଲ୍ଲା ଉମରାଜ 29 ରନ୍ର ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ମୁକେଶ କୁମାର, ଅକ୍ଷର ପଟେଲ 2ଟି ଲେଖାଏଁ ୱିକେଟ୍ ନେଇଥିଲେ। 159 ରନ୍ର ବିଜୟ ଲକ୍ଷ୍ୟକୁ ଟିମ୍ ଇଣ୍ଡିଆ 17.3 ଓଭରରେ 4 ୱିକେଟ୍ ହରାଇ ହାସଲ କରିନେଇଥିଲା। ଦୁବେ 40 ବଲ୍ରେ 5 ଚୌକା 2 ଛକା ସହାୟତାରେ 60 ରନ୍ ଓ ରିଙ୍କୁ ସିଂ 16 ରନ୍ କରି ଅପରାଜିତ ରହିଥିଲେ। ଜିତେଶ ଶର୍ମା 31, ସୁମନ ଗିଲ୍ 23, ତିଲକ ବର୍ମା 26 ରନ୍ କରିଥିଲେ। ଅଧିନାୟକ ରୋହିତ ଶର୍ମା ଖାତା ଖୋଲି ପାରିନଥିଲେ। ଆଫଗାନିସ୍ତାନ ପକ୍ଷରୁ ମୁଜିବ ଉର ରହମାନ 2ଟି ଓ ଅଜମୁଲ୍ଲା ତାହା ଉମରାଜ 1ଟିଏ ୱିକେଟ୍ ହାସଲ କରିଥିଲେ। ଟସ୍ ଜିତି ଭାରତ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚ୍ରେ ପ୍ରଥମ ଓଭର ଦ୍ୱିତୀୟ ବଲ୍ରେ ଆଉଟ୍ ହୋଇଥିଲେ ରୋହିତ ଶର୍ମା। ଭୁଲ ବୁଝାମଣା ଯୋଗୁଁ ସେ ରନ୍ ଆଉଟ୍ ହୋଇଥିଲେ। ଆଉଟ୍ ହେବା ପରେ ସେ ସୁମନ ଗିଲ୍ଙ୍କ ଉପରେ ରାଗି ଯାଇଥିଲେ। ଫଜଲଙ୍କ ଫାରୁଇଙ୍କ ଏକ ବଲ୍କୁ ରୋହିତ ମିଡିୟମ୍କୁ ମାରିଥିଲେ। ସିଙ୍ଗିଲ୍ ପାଇଁ ସୁମନ ଗିଲ୍ଙ୍କୁ ଡାକ ପକାଇଥିଲେ। ଅନ୍ୟପକ୍ଷରେ ସୁମନ ଗିଲ୍ ନଜର ବଲ୍ ଉପରେ ରହିଥିଲା। ରୋହିତ ଶର୍ମା ତାଙ୍କ କ୍ରିଜ୍ ଛାଡ଼ି ଆର ମୁଣ୍ଡକୁ ଚାଲିଯାଇଥିଲେ, ଯାହାଫଳରେ କି ଆଫଗାନିସ୍ତାନ ଫିଲ୍ଡର କୌଣସି ଭୁଲ କରିନଥିଲେ। ସୁଯୋଗର ଫାଇଦା ଉଠାଇଥିଲେ। ରୋହିତ ଶର୍ମା ରନ୍ ଆଉଟ୍ ହୋଇଯାଇଥିଲେ। ରୋହିତ ଶୂନ୍ୟରେ ଆଉଟ୍ ହୋଇଥିଲେ ବି ଭାରତ ଏହି ମ୍ୟାଚ୍ ଜିତି ଯାଇଥିଲା। ଦଳ 17.3 ଓଭରରେ ଧାର୍ଯ୍ୟ ଲକ୍ଷ୍ୟକୁ ପାର କରିଥିଲା।